ଶ୍ରୋତା ବନ୍ଧୁ ଡିସେମ୍ବର ସରିଛି ହେଲେ ଶୀତ ଲହରୀ ଜମାଟ ବାନ୍ଧୁଛି ଏଇ ଜାନୁଆରୀରେ। ଶୀତୁଆ ସଞ୍ଜବେଳେ ଦୂର ଓମଫେଡରୁ ଅଦା ପକା ମସଲା ଚା ସାଙ୍ଗକୁ ପିଆଜି ପକୁଡ଼ିର ସୁଗନ୍ଧ ଗାଁରେ ପୁରୁଣା ଦିନ ସବୁକୁ ମନେ ପକେଇ ଦେଉଛି। ମୋର ତ ଖୁବ୍ ମନେ ପଡ଼ୁଛି। ଆଉ ଆପଣଙ୍କର? ଠିକ୍ ଅଛି, ଭୂମିକାକୁ ଆଉ ଆଗକୁ ବେଶୀ ନ ବଢ଼େଇ ଆସନ୍ତୁ ଶୁଣିବା ଏକ ସୁନ୍ଦର ଗପ ଯାହାର ଶୀର୍ଷକ ହେଉଛି ଗୋଟିଏ ପ୍ରଲମ୍ବିତ ଶୀତରାତିର କାହାଣୀ। ଏହାର ଲେଖିକା ଆମ ସମୟର ଜଣେ ଯଶସ୍ୱିନୀ ଗାଳ୍ପିକା। ସେ ହେଉଛନ୍ତି ଗାଳ୍ପିକା ସ୍ମୃତି ପଟ୍ଟନାୟକ। ସ୍ମୃତି ପଟ୍ଟନାୟକ ବୃତ୍ତିରେ ରସାୟନ ବିଜ୍ଞାନର ଅଧ୍ୟାପିକା, ମାତ୍ର ପ୍ରବୃତ୍ତିରେ ଜଣେ ଭାବପ୍ରବଣ ଗାଳ୍ପିକା। ସେ ଏକାଧାରରେ ଜଣେ କବି, ଗାଳ୍ପିକା ତଥା ଜଣେ ଉପନ୍ୟାସିକା। 7ରୁ ଊର୍ଦ୍ଧ୍ୱ ଗଳ୍ପ ସଂକଳନ, 2ଟି ଉପନ୍ୟାସ ଓ 2 ଗୋଟି କବିତା ସଂକଳନ ତାଙ୍କର ରହିଛି। ସେଗୁଡ଼ିକ ହେଲା ଗଳ୍ପ ସଂକଳନରେ ଚନ୍ଦ୍ରମାର ସ୍ୱପ୍ନ, ସମ୍ଭାବନାର ସକାଳ, ଦାଗ, ବହ୍ନିଶିଖା, ଦେବୀ ଓ ଅନ୍ୟାନ୍ୟ ଗଳ୍ପ, ଅନ୍ଧାରର ପ୍ରତିବିମ୍ବ, ସୁନୟନା ଇତ୍ୟାଦି। ଉପନ୍ୟାସ 2ଟି ହେଉଛି ଗୋଧୂଳିର ଛାଇ, କରୋନା ଭାଇରସର ଉଡାଣ। କବିତା ସଂକଳନ ହେଉଛି ତଥାପି, ସ୍ମୃତିର ପାଖୁଡ଼ା। ତେବେ ଆସନ୍ତୁ ଶୁଣିବା ସୁନୟନା ଗଳ୍ପ ସଂକଳନସ୍ଥ ତାଙ୍କର ଏକ ସୁନ୍ଦର ଗଳ୍ପ ଯାହାର ଶୀର୍ଷକ ହେଉଛି ଗୋଟିଏ ପ୍ରଲମ୍ବିତ ଶୀତରାତିର କାହାଣୀ। ଗାଳ୍ପିକା ସ୍ମୃତି ପଟ୍ଟନାୟକ। ସଞ୍ଜ ନଇଁଗଲା ପରେ ମୁଣ୍ଡରେ ପାଟ ଓଢ଼ଣା ଦେଇ ନୂଆ ବୋହୂଟିଏ ପରି ଶୀତରାତି ନଇଁ ନଇଁ ଆସେ ମୋ ମାମୁଁ ଘର ଗାଁକୁ। ଚିତ୍ରୋତ୍ପଳା ନଈକୂଳରେ ମାମୁଁ ଘର ଗାଁ ବାରୁଣା। ପୌରାଣିକ ପୃଷ୍ଠଭୂମି ଜଡ଼ିତ ସଂସ୍କୃତି ସମ୍ପନ୍ନ ଗାଁ। ଚାରିପାଖରେ ସବୁଜ ଧାନକ୍ଷେତ, ପ୍ରାକୃତିକ ପରିବେଶରେ ଭରପୁର ଗାଁଟି। ସେଠି ଶୀତଦିନ ଭାରି ଚମତ୍କାର। ଆଉ ଶୀତରାତିର ଏକ ନିଆରା ଅନୁଭବ ଏ ଯାବତ୍ ମୋ ହୃଦୟରେ ସ୍ପନ୍ଦନଟିଏ ହୋଇ ରହିଯାଇଛି। ସେତେବେଳେ ମୁଁ ମାଇନର ସ୍କୁଲରେ ପଢ଼ୁଥିଲି। 7ମ ଶ୍ରେଣୀରେ ଅକ୍ଟୋବର ମାସରେ ଦୁର୍ଗାପୂଜାରେ ମାମୁଁ ଘର ଗାଁକୁ ଯାଇଥିଲି ମାମୁଁଙ୍କ ବାହାଘରରେ। ଅଜା, ଆଈ, ମାମୁଁ, ମାଇଁ, ମାଉସୀ ଓ ଭାଇ ଭଉଣୀମାନଙ୍କ ଗହଣରେ ପୂରାପୂରି ମାସେ କଟିଗଲା କେମିତି ଜଣା ବି ପଡ଼ିଲାନି। ସବୁଠାରୁ ବଡ଼ କଥା ଥିଲା ଯେ ଯେମିତି ସଞ୍ଜ ଯାଇ ରାତି ଆସେ ଆମକୁ ଭାରି ଶୀତ ହୁଏ। ଆଈ ତା ରୋଷେଇ କରୁଥାଏ କାଠ ଚୁଲିରେ ଅଗଣାରେ। ଆମେ ସବୁ ଭାଇ ଭଉଣୀ ମିଶିକି ଚୁଲି ମୁଣ୍ଡରେ ଆଈ ପାଖରେ ଯାଇ ବସୁ, ଭାରି ମଜା ଲାଗେ। କେତେ କଥା ପଡ଼େ ଗପ ଗମାତ ଭିତରେ। ଆଈ ରୋଷେଇ ସାରି ଆମ ସମସ୍ତଙ୍କୁ ବାଢ଼ି ଦିଏ ଖାଇବାକୁ, ଭାତ, ତରକାରୀ, ଭଜା ଇତ୍ୟାଦି। ତାପରେ ଅଜା, ମାମୁଁ, ମାଉସୀ, ମାଇଁ ସମସ୍ତେ ଖାଆନ୍ତି। ମାଇଁ ନୂଆ ବାହା ହେଇକି ଆସିଥାନ୍ତି ବୋଲି ଆଈ ତାଙ୍କୁ କିଛି କାମ କରାଇ ଦେଉନଥାଏ, କହୁଥାଏ କିଛି ଦିନ ଯାଉ, ସେ କ'ଣ କରିବ ଏବେ। ମୋ ହାତକୁ ସବୁ କାମ ନିଅଣ୍ଟ, କେହି କିଛି କରିବା ଦରକାର ନାହିଁ। ବହୁ କୁଟୁମ୍ବୀ ପରିବାରର ସମୃଦ୍ଧ ସଞ୍ଚାଳନା ଆଈ ସୁରୁଖୁରୁରେ କରିପାରୁଥିଲା, ଟିକେ ବି ଥକି ପଡ଼ୁନଥିଲା। ଏତେ ବଡ଼ ପରିବାରକୁ ସେ ସବୁ ନିଜ ହାତରେ କରେ। ଆଈ କେତେବେଳେ ଖାଇବ ବୋଲି ମୁଁ ଜଗିକି ବସିଥାଏ, ହେଲେ ଆଈ ସବୁ କାମ ସାରି ଖାଇବ ବୋଲି ମୋତେ କୁହେ। ମୋତେ ଭାରି ଜୋରରେ ନିଦ ଆସେ। ମୁଁ ଯାଇ ଆଈର ପଲଙ୍କରେ ସୁନ୍ଦରିଆ ମୁଲାୟମ କମ୍ବଳ ଘୋଡ଼େଇ ହୋଇ ଶୋଇପଡ଼େ। ଅନ୍ୟ ଭାଇ ଭଉଣୀମାନେ ବଙ୍ଗଳା ଘରେ ଶୁଅନ୍ତି। ରାତିରେ ମୋର କିନ୍ତୁ ଆଈ ପାଖରେ ଶୋଇବାଟା ଥୟ। ଆଈ ତାର କାମ ସାରି ଆସେ, ମୋର ଗୋଟାଏ ପହଡ଼ ନିଦ ଭାଙ୍ଗି ସାରିଥାଏ ସେତେବେଳକୁ। ଆଈ ଉପରେ ଗୋଡ଼ ହାତ ପକେଇ ପୁଣି ମୁଁ ଶୋଇପଡ଼େ ଗପ ଶୁଣି ଶୁଣି। ଆଈ କେତେ ଗପ କୁହେ, ରାଜପୁଅଠାରୁ ଆରମ୍ଭ କରି ବୁଢ଼ୀ ଅସୁରୁଣୀ ପର୍ଯ୍ୟନ୍ତ। ଆଈକୁ ଦେଶ ବିଦେଶ ଖବର ବି ସବୁ ବେଶ ଜଣାଥିଲା। ଭାରି ବୁଦ୍ଧିମତୀ ଥିଲା ସେ। ଆମ ଦେଶର ରାଜ୍ୟମାନଙ୍କର ରାଜଧାନୀର ନାଁ ମୁଁ ଜାଣିନଥିଲି ସେତେବେଳେ।
ଆଈଠାରୁ ଶୁଣିକି ମନେ ରଖିଥିଲି। ରାମାୟଣ ମହାଭାରତ ସବୁ ତାର ମୁହଁରେ ଥିଲା। ସବୁ ପୁରାଣ ତାକୁ ଜଣା ମଧ୍ୟ ଥିଲା। 10 ଅବତାର ଶ୍ଲୋକ ମୁଁ ତାଠାରୁ ଶୁଣି ଶୁଣି ମନେ ରଖିଥିଲି। ସେଇ ଶୀତ ରାତିର ସ୍ମୃତି ଭାରି ନିଆରା ଥିଲା। ଦିନକର କଥା, ମୁଁ ରାତିରେ ଖାଇସାରି ଆଈ ଖଟରେ କମ୍ବଳ ଘୋଡ଼େଇ ହୋଇ ଶୋଇପଡ଼ିଛି। ସେଦିନ ରାତି 1 ବେଳକୁ ମୋର ହଠାତ୍ ନିଦ ଭାଙ୍ଗିଗଲା। ଦେଖିଲି ଆଈ ମୋ ପାଖରେ ନାହିଁ। ମୁଁ ବାହାରକୁ ଆସିଲି। ସମସ୍ତେ ଯିଏ ଯୁଆଡ଼େ ଶୋଇଯାଇଥିଲେ। ଆଈ କାହିଁ? ମୋତେ ଭାରି ବିକଳ ଲାଗୁଥାଏ। ଆଈ, ଆଈ କେତେ ଡାକିଲି। ତାପରେ ହଠାତ୍ ବାହାରକୁ ଅନେଇଲା ବେଳକୁ ଦେଖିଲି ଆଈ ବସିଛି ଦାଣ୍ଡ ପିଣ୍ଡାରେ ଲଣ୍ଠନଟିଏ ଜଳି। ତା ପାଖରେ ଆଉ କିଏ ସେ? ମୁଁ ଆଈ ପାଖକୁ ଗଲି। ଯାହା ଦେଖିଲି ପିଲା ମନରେ ଖୁବ୍ ଆଶ୍ଚର୍ଯ୍ୟ ହେଇଗଲି। ଶୁକୁଟା ପାଗଳା ବସିଛି ଆଈ ପାଖରେ ଚଟେଇରେ। ତା ପାଖରେ ଆଈ ରଖିଛି ଥାଳିରେ ଭାତ, ଡାଲି, ତରକାରୀ। ସେ ଅତି ଖୁସି ମନରେ ଖାଉଛି। ସେ ଆଈର ମଠା ଚାଦର ଘୋଡ଼େଇ ହେଇ ବସି ଖାଉଥାଏ। ଆଈ କିଛି ଘୋଡ଼େଇ ହୋଇନଥାଏ। ଆଈ ମୋତେ ଦେଖି ପଚାରିଲା, ତୁ କାହିଁ ଆସିଲୁ? ଶୋଇଲୁନି? ଆଜି ଏତେ ଥଣ୍ଡା ପଡ଼ିଛି। କିଛି ନ ଘୋଡ଼େଇ ଆସିଲୁ କାହିଁକି? ଥଣ୍ଡା ଜ୍ୱର ହେବ। ମୁଁ କହିଲି, ଆଈ ତୁ ତ କିଛି ଘୋଡ଼େଇ ହେଇନୁ। ତୋ ଚାଦର ଶୁକୁଟାକୁ କାହିଁକି ଦେଲୁ? ଆଈ ମୋତେ ଇସାରାରେ ଚୁପ୍ ରହିବାକୁ କହିଲା। ଶୁକୁଟା ତାର ଗୀତ ବୋଲି ବୋଲି ଆନନ୍ଦରେ ବସି ବସି ଖାଉଥାଏ। ସେ ଖାଇସାରି କୂଅମୂଳେ ଥିବା ଗରାରୁ ପାଣି ନେଇ ପିଇଲା। ତାପରେ ହାତ ମୁହଁ ଧୋଇ ଗୀତ ଗାଇ ଗାଇ ଚାଲିଗଲା। ଆଈ ତାର ଯିବା ବାଟକୁ ଅନେଇ ଛିଡ଼ା ହୋଇଥିଲା ସେମିତି। ମୁଁ ପଚାରିଲି, ଆଈ ତୁ ଖାଇଛୁ? କହିଲା, ହଁ। ମୁଁ ଜାଣିଥିଲି ଆଈ ତୁଚ୍ଛା ମିଛ କହୁଛି। ତା ପାଇଁ ଯାହା ଖାଇବା ଥିଲା ଶୁକୁଟାକୁ ଦେଇ ଦେଇଛି। ଆଈ ମୋ ସାଙ୍ଗରେ ଆସିଲା ତା ଶୋଇବା ଘରକୁ। ରାତି ସେତେବେଳକୁ 2ଟା ବାଜିଗଲାଣି। ପାଣି ଗିଲାସରେ ପାଣି ପିଇଲା। ତାପରେ ଶୋଇପଡ଼ିଲା। ମୁଁ ତା ପାଖରେ ମୋ ଷ୍ଟାଇଲରେ ସବୁଦିନ ଭଳି ଶୋଇଲି। ମୋ ଆଖିରେ ନିଦ ନଥିଲା। ମୁଁ ଆଈକୁ ଚାବୁଡ଼ି ଧରି ଶୋଇଥିଲି। ଟିକେ ରହି ପଚାରିଲି, ଆଇଲୋ ତୁ କାହିଁ କିଛି ଖାଇଲୁନି? ସବୁ ଶୁକୁଟାକୁ ଦେଇଦେଲୁ। ତତେ କ'ଣ ଭୋକ ହେଉନି? ତୋ ଚାଦର କାହିଁ ଦେଲୁ ତାକୁ? ତୁ ପାହାନ୍ତାରିରୁ ଉଠି କ'ଣ ଘୋଡ଼େଇ ହେବୁ? କେମିତି କାମ ସବୁ କରିବୁ? ତତେ କ'ଣ ଶୀତ ହେବନି? ଆଈ ଆଖିରୁ ଲୁହ ଠପ୍ ଠପ୍ ହୋଇ ଝରି ପଡ଼ୁଥିଲା। ଗରମ ଲୁହ ଟୋପା ମୋ ହାତ ଉପରେ ପଡ଼ିଗଲା। ମୁଁ ପ୍ରକୃତିସ୍ଥ ହେଇଗଲି। ଆଈ କହିଲା, ସିମିଲୋ ଗୋଟିଏ କଥା ଶୁଣ। ଶୁକୁଟାର କେହି ନାହାନ୍ତି ଏ ଦୁନିଆରେ। ତାକୁ ଯୋଉ ଅଲେଖ ବାବା ପାଳିଥିଲେ ସେ 2 ବର୍ଷ ହେଲା ସଂସାର ଛାଡ଼ିଗଲେଣି। ଶୁକୁଟା କିଛି ପାଠ ପଢ଼ିନି। ଟିକେ ଆଡ଼ପାଗଳା ସିନା, କିନ୍ତୁ ଭାରି ନିର୍ମାୟା ପିଲାଟି। ତାକୁ 20 କି 21 ବର୍ଷ ହେବଣି, କିନ୍ତୁ କିଛି କାମ ତାକୁ ଜଣା ନାହିଁ। ଦିନ ସାରା ବୁଲୁଛି ନ ଖାଇ ନ ପିଇ। ପାଟିରୁ ସବୁବେଳେ ଲାଳ ବୋହୁଛି। ମୁଁ ଖାଇବା ନେଇ ବସିଲା ବେଳକୁ ଆସି ପହଞ୍ଚିଗଲା। ଦେହରେ ଜାମା ନଥିଲା ତାର। ଶୀତରେ ଥରୁଥିଲା। ମୁଁ ତାକୁ ମୋ ଚାଦରଟିକୁ ଘୋଡ଼ାଇ ଦେଲି। ଭାରି ଖୁସିରେ ଗୀତ ଗାଇଲା ସେ। ତାପରେ ତାକୁ ଖାଇବାକୁ ଦେଲି। ଭାରି ଖୁସିରେ ବସି ଖାଇଲା। ଗୀତ ବୋଲି ବୋଲି ଭାରି ସୁନ୍ଦର କଣ୍ଠସ୍ୱର ତାର। ତୁ ତ ଶୁଣିଲୁ ନିଜେ। ମୁଁ ଭାବୁଛି କାଲି ଅଜାଙ୍କୁ କହି ତାକୁ ଆଗ ଡାକ୍ତରଙ୍କୁ ଦେଖେଇବା। ମୋତେ କାହିଁ ଲାଗୁଛି ସେ ଟିକେ ସ୍ନେହ, ଶ୍ରଦ୍ଧା ଓ ଯତ୍ନ ପାଇଲେ ଠିକ୍ ହୋଇଯିବ ପୁରାପୁରି। ତାପରେ ତାକୁ ଗୀତ ଶିଖେଇବାର ବ୍ୟବସ୍ଥା କରିବି। ମୁଁ ଆଈର କଥା ଶୁଣି ଭାବୁକ ପାଲଟି ଯାଇଥିଲି। ସତରେ ଆଈର କେତେ ମହାନ ହୃଦୟ। ତା ପରଦିନ ସକାଳେ ସତକୁ ସତ ଆଈ ଅଜାଙ୍କୁ କହି ଶୁକୁଟାକୁ ଡାକ୍ତରଙ୍କ ପାଖକୁ ନେଇଥିଲା। ଡାକ୍ତରଙ୍କର ଆଡଭାଇସ୍ ଅନୁସାରେ ଶୁକୁଟା ପାଇଁ ସବୁ ମେଡିସିନ ଅଜା ଆଣିଥିଲେ। ଧୀରେ ଧୀରେ ଶୁକୁଟା ଏକଦମ ଭଲ ହୋଇଯାଇଥିଲା। ସେ ଆଈକୁ ଠାକୁମା ବୋଲି ଡାକୁଥିଲା। ଆଈ ତାପରେ ତାର ଗୀତ ଶିଖିବାର ସବୁ ବ୍ୟବସ୍ଥା କରାଇଦେଲା ଅଜାଙ୍କୁ କହି। ମାମୁଁ ଘରେ ମାସେ ରହି ଘରକୁ ଆସିଥିଲି ମୁଁ। ମନଟା ସବୁବେଳେ ଆଈ ପାଖରେ ଥିଲା।
ବହୁତ ଦିନ ଧରି ମାମୁଁ ଘରକୁ ଆଉ ଯାଇନଥିଲି। ପାଠପଢ଼ା ବଢ଼ି ଯାଇଥିଲା ମୋର। ସପ୍ତମ ଶ୍ରେଣୀରେ ଏନ୍ଆର୍ଟିଏସ୍ ବୃତ୍ତି ପରୀକ୍ଷାରେ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କଲା ପରେ ସ୍କୁଲରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମୋ ଉପରେ ଭରସା ବଢ଼ି ଯାଇଥିଲା। ରୀତିମତ ପଢ଼ାରେ ବ୍ୟସ୍ତ ରହୁଥିଲି। ମୋର ଯାହା ମନେ ପଡ଼ୁଛି, ସେ ବର୍ଷ ମୋର 10ମ ଶ୍ରେଣୀ ବୋର୍ଡ ପରୀକ୍ଷା। ପାଖ ହାଇସ୍କୁଲରେ ସେଣ୍ଟର ପଡ଼ିଥାଏ। ପ୍ରଥମ ଦିନ ସାହିତ୍ୟ ପରୀକ୍ଷା ଥାଏ। ସକାଳ ପରୀକ୍ଷା ବାପାଙ୍କ ସାଙ୍ଗରେ ଯାଇଥିଲେ। ସକାଳ ପରୀକ୍ଷା ବାପା ସାଙ୍ଗରେ ଯାଇଥିଲେ। ହଠାତ୍ ମୁଁ ସୁକୁଟା ଭାଇକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲି। ସେଣ୍ଟର ପଡ଼ିଥିବା ସ୍କୁଲର ଗେଟ୍ ପାଖରେ ସେ ଥିଲା। କେମିତି କେଜାଣି ମୋ ପାଟିରୁ ସ୍ୱତଃସ୍ଫୁର୍ତ୍ତ ବାହାରିଗଲା, ସୁକୁଟା ଭାଇ, ତମେ ଏଠି? ସେ ହସି ହସି କହିଲା, ସିମି, ମୁଁ ଏଇ ହାଇସ୍କୁଲରେ ସଙ୍ଗୀତ ଶିକ୍ଷକ ଅଛି। ଏଇ ପାଖରେ ଘର ଭଡ଼ା ନେଇ ରହୁଛି। ତୋ ପରୀକ୍ଷା ସରିଲା ପରେ ମୋ ଘରକୁ ନିଶ୍ଚୟ ଆସିବୁ। ବାପାଙ୍କ ସହ ପରିଚୟ କରାଇଲି ତାର। ବାପା ଆଗରୁ ତା କଥା ଶୁଣିଥିଲେ, ଦେଖି ନଥିଲେ। ବହୁତ ଖୁସି ହେଲେ ତାକୁ ଦେଖିଲା ପରେ। ଏବେ ସେ ସମାଜରେ ମଣିଷ ଭଳି ଜୀବନଟିଏ ଜିଇ ପାରୁଛି। ଏମିତି ହେଇ ପରୀକ୍ଷା ଶେଷ ହେଲା ଦିନ ସୁକୁଟା ଭାଇର ଭଡ଼ା ଘରକୁ ବାପା ଓ ମୁଁ ଯାଇଥିଲୁ। ସୁକୁଟା ଭାଇ ୟା ଭିତରେ ବାହା ବି ହେଇ ଯାଇଥିଲା। ଭାଉଜ ଭାରି ସୁନ୍ଦରୀ, ଗୋଟିଏ ଚାଉଳରେ ଗଢ଼ା ଯେମିତି। ଆମକୁ ଦେଖି କେତେ କଣ ଚର୍ଚ୍ଚା କଲେ। ବହୁତ ଜିନିଷ କରିଥିଲେ ଖାଇବା ପାଇଁ। ଅରୁଆ ଭାତ, ମୁଗ ଡାଲି, ବେସନ ତରକାରୀ, ମାଛ ବେସର, ସୁନସୁନିଆ ଶାଗ, କାଞ୍ଜି, କଦଳୀ ଭଜା ଇତ୍ୟାଦି। ସୁକୁଟା ଭାଇ ବାଡ଼ିରୁ କଦଳୀପତ୍ର କାଟି ଆଣିଲା। ଆମେ ସମସ୍ତେ, ବାପା, ମୁଁ, ସୁକୁଟା ଭାଇ ତଳେ ଆସନ ପକେଇ ବସି ଖାଇଲୁ। ବହୁତ ବଢ଼ିଆ ହେଇଥିଲା ଖାଇବା ସବୁ। ତାପରେ ବାପା ଓ ମୁଁ ଘରକୁ ଆସିବା ପାଇଁ ବାହାରିଲୁ। ସୁକୁଟା ଭାଇ କହିଲା, ସିମି ଭାଉଜ କେମିତି ଲାଗିଲା? ଆଉ କହିବାକୁ ଅଛି, ରୂପରେ ଯେମିତି ଗୁଣରେ ବି ସେମିତି। ସୁକୁଟା ଭାଇ କହିଲା, ମୁଁ ଗୋଟିଏ ଜାଗାକୁ ଯାଇଥିଲି ପ୍ରୋଗ୍ରାମରେ ଗୀତ ବୋଲିବାକୁ। ସେଇଠି ତା ସହ ଚିହ୍ନା ପରିଚିତି। ତାକୁ ଭଲ ପାଇ ବସିଲି, ସେ ବି ମୋତେ। ତାପରେ ମନ୍ଦିରରେ ବାହା ହେଇ ପଡ଼ିଲୁ। ଏଇ ସବୁ କଥା କହିଲା ବେଳକୁ ସୁକୁଟା ଭାଇ ଲାଜେଇ ଯାଉଥିଲା। ମୁହଁରେ କୋମଳତାର ଭାବ। ସୁକୁଟା ଭାଇ ଗପୁଥିଲା ଅନର୍ଗଳ। ତାର ଆଉ କେହି ନାହାନ୍ତି। ପିଲାବେଳରୁ ବାପା ମାଙ୍କୁ ସେ ହରାଇଥିଲା। ତାପରେ ମାମୁଁ ମାଇଁଙ୍କ ପାଖରେ ସେ ରହୁଥିଲା। ସେମାନେ ବି ଚାଲିଗଲେ ଆଗପଛ ହୋଇ। ବିଚାରା ଏକୁଟିଆ ମନ୍ଦିର ପରିସରରେ ଫୁଲ ବିକି ଚଳୁଥିଲା। ସିମିର ଆଉ ଗୋଟିଏ କଥା ହେଲା ଯେ ମୋର ସବୁବେଳେ ମନ ଭିତରେ ଠାକୁର ମା କଥା ଥିଲା। ସେ କହୁଥିଲା, ଯାହାର କେହି ନାହିଁ ତାକୁ ଭଗବାନ ସାହା ହୁଅନ୍ତି କିଛି ନା କିଛି ରୂପରେ। ଯା ହାଣ୍ଡିରେ ଯିଏ ଚାଉଳ ପକାଇଥିବ, ସେ ଯେମିତି ହେଲେ ତା ପାଖକୁ ଆସିବ। ଆଜି ତତେ ଦେଖିଲା ପରେ ଠାକୁ ମା କଥା ବହୁତ ମନେ ପଡୁଛି ଲୋ। ତାକୁ ବହୁତ ଦିନ ହେଲା ଦେଖିନି। ସେ କେତେ ଖୁସି ହେବ କହିଲୁ ଆମ ଦୁହିଁଙ୍କୁ ଦେଖି। ସେ ପୂର୍ବ ଜନ୍ମରେ ମୋ ଜନ୍ମ କଲା ମା ଥିଲା ବୋଧେ। ନହେଲେ ଏତେ ସ୍ନେହ ଶ୍ରଦ୍ଧା ଏଇ ଜନ୍ମରେ ମତେ ଏତେ ଦେଇଥାନ୍ତା କେମିତି? ମୁଁ ଘରକୁ ଫେରିଲା ପରେ ଭାବୁଥିଲି, ସତରେ ପ୍ରଭୁ ତୁମର ଲୀଳା ବଡ଼ ବିଚିତ୍ର। ଆଈ କଥା ଭାରି ମନେ ପଡୁଥିଲା। ଆଈ ହାତ ତିଆରି ଛୁଞ୍ଚି ପତ୍ର, ଆରିସା ପିଠାର ବାସ୍ନା ଭୁଲିବାର ନୁହେଁ। ଘରେ ବୋଉକୁ କହିଲି ମୁଁ ମାମୁଁ ଘରକୁ ଯିବି। ଆଈ ମତେ ଦେଖି ଭାରି ଖୁସି ହେଇଗଲା, କୋଟିନିଧି ପାଇଲା ପରି। ସୁକୁଟା ଭାଇ କଥା ଶୁଣି ଅତି ଖୁସିରେ ବିହ୍ୱଳ ହୋଇ କାନ୍ଦି ପକେଇଲା। କହିଲା, ମା ବୁଢ଼ୀ ଜାଗୁଳାଇ ତାକୁ ଭଲରେ ରଖନ୍ତୁ। ଯା ହଉ ପିଲାଟା କୂଳରେ ଲାଗିଗଲା। ସେଥର ଆଈ ପାଖରେ ବହୁତ ଦିନ ରହି ବୋର୍ଡ ପରୀକ୍ଷା ଫଳ ବାହାରିଲା ପରେ ମୁଁ ଘରକୁ ଆସିଲି। ଇଚ୍ଛା ହଉନଥିଲା ଜମାରୁ ଆସିବା ପାଇଁ, କିନ୍ତୁ ବାପା ଯାଇ ପହଞ୍ଚିଥିଲେ ଆଣିବା ପାଇଁ। କଲେଜରେ ପୁଣି ପାଠପଢ଼ାର ପ୍ରତିଶ୍ରୁତିବଦ୍ଧତା। ଆଜି ଏତେ ବର୍ଷ ପରେ ମୋର ସେ ଦିନ ରାତିର ଘଟଣା ଏବେ ବି ସ୍ପଷ୍ଟ ପ୍ରତୀୟମାନ ମୋ ଆଖି ସାମ୍ନାରେ। ସୁକୁଟା ଭାଇ ଏଠି ବର୍ଷେ ହେବ ଆରପାରିକୁ ଚାଲିଗଲାଣି। ଆଈ ସହ ତାର ଆଉ ଦେଖା ବି ହୋଇନଥିଲା, ହୁଏତ କାର୍ଯ୍ୟବ୍ୟସ୍ତତା ଯୋଗୁଁ। କିନ୍ତୁ ମୁଁ ପରେ ଶୁଣିଲି ତାର ଶେଷ ଜୀବନ ଖୁବ୍ ଦୁଃଖଦ ଥିଲା। ତା ସ୍ତ୍ରୀ କମଳୀ ଭାଉଜ ଘରୋଇ ସ୍ୱାମୀ ସ୍ତ୍ରୀ କଳିରୁ ବିଷ ପିଇ ଆତ୍ମହତ୍ୟା କରିଦେଲା ପରେ ସୁକୁଟା ଭାଇ ନିଜକୁ କ୍ଷମା କରିପାରି ନଥିଲା। ସେ ନିଜର ମାନସିକ ଭାରସାମ୍ୟ ହରେଇ ବସିଥିଲା। ସେ ବି ଘର ଭିତରେ କବାଟ ବନ୍ଦ କରି ବିଛଣାରେ ପଡ଼ି ପଡ଼ି ପାଗଳଙ୍କ ଭଳି ପ୍ରଳାପ କରୁଥିଲା। ଆଉ ଦିନେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ବନ୍ଦ ଘରେ ଫ୍ୟାନରେ ରସି ଲଗେଇ ଝୁଲି ପଡ଼ିଲା।
ସମସ୍ତେ ତାର ଏଭଳି ମୃତ୍ୟୁରେ ଆହା ଚୁଚୁ କରିଥିଲେ। ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିଲେ ତାର ଘନିଷ୍ଠ ଲୋକମାନେ। କାରଣ ସେ ଯେତିକି ଦିନ ଥିଲା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୀତ ବୋଲି ନିଜସ୍ୱ ପରିଚୟଟିଏ ତିଆରି କରିପାରିଥିଲା। ଭାରି ଭଲ ମଣିଷଟିଏ ଥିଲା। ଯେହେତୁ ସେ ପିଲା ବେଳରୁ ଦୁଃଖକୁ ଅଙ୍ଗେ ଲିଭାଇଥିଲା, ଯାହା ଟଙ୍କା ପଇସା ରୋଜଗାର କରୁଥିଲା ସବୁ ବାଣ୍ଟି ଦେଉଥିଲା ଗରିବ ଲୋକମାନଙ୍କ ମଧ୍ୟରେ। ନିଜର ବୋଲି କହିଲେ ତାର 2 ବଖୁରିକିଆ ଏକ ମହଲା କୋଠାଘରଟିଏ ଥିଲା। ବହୁ କଷ୍ଟରେ ତିଆରି କରିଥିଲା ବାହାଘର ପରେ। ସମୁଦାୟ କଥା ହେଲା, ଆଈ ତା ନାଁ ରଖିଥିଲା ନିଜେ ସୁକୁଟା ପାଗଳାରୁ ସ୍ୱନୟ କାନୁନଗୋ। ସବୁବେଳେ ତା କାନ୍ଧ ଉପରେ ଆଈର ମଠା ଚାଦରଟିକୁ ପକାଉଥିଲା ସେ। ଆଈ ବି ଏବେ ଆଉ ଏଇ ଦୁନିଆରେ ନାହିଁ। ସେ ଆକାଶର ତରା ପାଲଟି ଗଲାଣି କେବେଠାରୁ। କିନ୍ତୁ କାହିଁକି କେଜାଣି ମୋ ସ୍ମୃତି ପଟ୍ଟରେ ଆଈର ପଲଙ୍କ, କମଳ, ମଠା ଚାଦର ଓ ସର୍ବୋପରି ସୁକୁଟା ଭାଇ କଥା ମନେ ପଡ଼ିଯାଉଛି। ଏ ପର୍ଯ୍ୟନ୍ତ ଉଜ୍ଜୀବିତ ହୋଇ ରହିଛି। ବେଶୀ କରି ଡିସେମ୍ବର ମାସରେ ଶୀତଦିନ ରାତିରେ ଆଈ ମୋର ମନେ ପଡ଼େ ବହୁତ ବହୁତ ବେଶୀ। ଶ୍ରୋତା ବନ୍ଧୁ, ଆମେ ଶୁଣୁଥିଲେ ଆମ ସମୟର ଜଣେ ଖୁବ୍ ପରିଚିତ ଯଶସ୍ୱିନୀ ଗାଳ୍ପିକାଙ୍କୁ, ସ୍ମୃତି ପଟ୍ଟନାୟକଙ୍କ ଗଳ୍ପ, ଯାହାର ଶୀର୍ଷକ ଥିଲା ଗୋଟିଏ ପ୍ରଲମ୍ବିତ ଶୀତ ରାତିର କାହାଣୀ। କାହାଣୀଟି କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।